ଉପରୁ ନରମ ଭିତରୁ ପୁରା ରସଭରା ବିନା ଛେନା ବିନା ମଇଦାରେ ଆସନ୍ତୁ ବନେଇବା ତାଡ଼ିଆ। ଏତେ ନରମ ଯେ ପାଟିରେ ପଡ଼ିଲେ ଜୀବ ମିଳେଇ ନିଶ୍ଚୟ ଥରେ ଖାଆନ୍ତୁ ବନେଇ। ସ୍ୱାଦଟା ଜବରଦସ୍ତ କିନ୍ତୁ ପ୍ରସ୍ତୁତି ପ୍ରଣାଳୀ ସହଜ ଭାରି। ତେବେ ଆସନ୍ତୁ ଦେଖିବା ଡେରି ନ କରି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ବିନା ଛେନା ବିନା ମଇଦାରେ ସବୁଠୁ ସହଜ ତାଡ଼ିଆ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ଖାଇଥିବେ ତାଡ଼ିଆ କେତେ ସୁଆଦିଆ, ଭିତରୁ ପୁରା ନରମକୁ ରସଭରା। ଆଜି ଆମେ ପ୍ରସ୍ତୁତ କରିବା ପୁରାପୁରି ଇନଷ୍ଟାଣ୍ଟ ତାଡ଼ିଆ ବହୁତ କମ୍ ସମୟରେ ଅତି ସହଜରେ। ପ୍ରଥମେ ଆମେ ପ୍ରସ୍ତୁତ କରିବା ଶିରା। ଶିରା ପାଇଁ ଆମେ ନେବା ଗୋଟେ ଗିନା ଚିନି ସହିତ ଗୋଟେ ଗିନା ପାଣି। ଯେତିକି ଚିନି ନେବା ସେତିକି ପାଣି ନେବା, ଜଲ୍ଦି ହେଇଯିବ। ତା ସହିତ ଟିକେ ରଙ୍ଗ ପାଇଁ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଆଉ ଗୁଜୁରାତି ଗୁଣ୍ଡ ଭଲ ବାସ୍ନା ପାଇଁ। ଆକୁ ଆମେ କ'ଣ କରିବା ନା ମଧ୍ୟମ ଜାଳରେ ଭଲ ଭାବରେ ଫୁଟେଇ ଦେବା। ତାପରେ ଦେଖିବା ମାତ୍ର 5 ମିନିଟ୍ ପରେ ଦେଖିବେ ଶିରା ଟିକେ ଅଠାଳିଆ ହେବାକୁ ଲାଗିବ। ଆପଣମାନେ ହାତରେ ଦେଖିବେ ଯେମିତି ଟିକେ ମହୁ ପରି ଲାଗିବ ବା ତେଲିଆ ତେଲିଆ ଲାଗିବ, ସେଇ ପର୍ଯ୍ୟନ୍ତ ଆପଣମାନେ ଆକୁ ରାନ୍ଧିବେ। ମାତ୍ର 5 ମିନିଟ୍ ଭିତରେ ଏମିତି ଶିରା ପ୍ରସ୍ତୁତ ହେଇଯିବ। ସାଧାରଣତଃ ଗୋଲାପଜାମୁନ ପାଇଁ ଆମେ ଯେମିତି ଶିରା ପ୍ରସ୍ତୁତ କରନ୍ତି ସେମିତି ଶିରା। ଏଠି ଆମର ଶିରା ପ୍ରସ୍ତୁତ ହେଇଯାଇଛି। ଏବେ ଆମେ ଏଇ ଗରମ ଗରମ ଶିରାକୁ ଘୋଡ଼େଇକି ରଖିଦେବା। ଏବେ ଆମେ ଇନଷ୍ଟାଣ୍ଟ ପ୍ରସ୍ତୁତ କରିବା, ଯେହେତୁ ତାଡ଼ିଆ ବ୍ରେଡ଼ରେ ପ୍ରସ୍ତୁତ କରିବା ବହୁତ ସୁଆଦିଆ ଲାଗିବ। ଆପଣମାନେ ଥରେ ବନାନ୍ତୁ ଜାଣିପାରିବେ। ଆମେ ଏଠି କ'ଣ କରିବା ନା ବ୍ରେଡ଼ ନେବା, କିନ୍ତୁ ଆପଣମାନେ ବ୍ରାଉନ୍ ବ୍ରେଡ଼ ବିଲକୁଲ ନେବେନି। ଏମିତି ମଇଦାର ବ୍ରେଡ଼ ଯେଉଁ ହ୍ୱାଇଟ୍ ବ୍ରେଡ଼ ତାକୁ ନେବେ, ବହୁତ ବଢ଼ିଆ ହେଇକି ପ୍ରସ୍ତୁତ ହେବ। ଏବେ ଦେଖନ୍ତୁ ଆମେ କ'ଣ କରିବା ନା ବ୍ରେଡ଼ର ଚାରିପଟର ଯେଉଁ ବ୍ରାଉନ୍ ପାର୍ଟ ଅଛି ତାକୁ ଆମେ କାଢ଼ିଦେବା। ଏଇ ଯେଉଁ ବ୍ରାଉନ୍ ପାର୍ଟକୁ ଆମେ କାଢ଼ିବା, ତାକୁ ଟିକେ କଡ଼େଇରେ ଭାଜିକି ଆପଣମାନେ ଗୁଣ୍ଡ କରିକି ରଖିଦେବେ। ବ୍ରେଡ଼ କ୍ରମ୍ସ ହିସାବରେ ଆପଣମାନେ ବ୍ୟବହାର କରିପାରିବେ। ଆପଣଙ୍କର ପ୍ରତି ଜଳଖିଆକୁ ପୁରା କ୍ରିସ୍ପି ଆଉ ମୁସମୁସିଆ କରିବାରେ ସାହାଯ୍ୟ କରିବ। କିନ୍ତୁ ଯେହେତୁ ଆମେ ଏଠି ତାଡ଼ିଆ ପ୍ରସ୍ତୁତ କରୁଛେ, ଆମେ ଏଇ ବ୍ରାଉନ୍ ପାର୍ଟକୁ ନ ନେଇକି ଭିତରର ଯେଉଁ ଧଳା ଅଂଶ ଅଛି ଆମେ ତାକୁ ନେବା। ତାକୁ ଏଠି ଆମେ ଭଲ ଭାବରେ ଗୁଣ୍ଡ କରିଦେବା। ଗୁଣ୍ଡ ହୋଇସାରିବା ପରେ ଗୋଟେ ବଡ଼ ଥାଳିରେ ତାକୁ ବାହାର କରିଦେବା। ଦେଖନ୍ତୁ ଏମିତି ଗୁଣ୍ଡ କରିବେ, ପୁରା ବଢ଼ିଆ ଭାବରେ ଗୁଣ୍ଡ ହୋଇଯିବ। ଆଉ ଏଇ ବ୍ରେଡ଼ରେ ଥରେ ପ୍ରସ୍ତୁତ କରନ୍ତୁ ତାଡ଼ିଆ, ଦେଖିବେ ସ୍ୱାଦ ବହୁତ ବଢ଼ିଆ ଲାଗିବ। ସାଧାରଣତଃ ଆମେ ଯେଉଁ ତାଡ଼ିଆ ପ୍ରସ୍ତୁତ କରନ୍ତି କ୍ଷୀରକୁ ପ୍ରଥମେ ଛିଣ୍ଡାନ୍ତି, ତାପରେ ଛେନାକୁ ବଢ଼ିଆ ଭାବରେ ଚକଟି ସାରିବା ପରେ ଆମେ ତାଡ଼ିଆର ଆକାର ଦେଇକି ତାକୁ ଛାଣୁ, ତାପରେ ଆମେ ଶିରାରେ ପକାଉ। କିନ୍ତୁ ଏମିତି ଯଦି ଆପଣମାନେ ବ୍ରେଡ଼ରେ ପ୍ରସ୍ତୁତ କରିବେ ବହୁତ ଶୀଘ୍ର ପ୍ରସ୍ତୁତ ହେଇଯିବ। ଆଉ ଗୋଟେ ସିକ୍ରେଟ୍ ଜିନିଷ ଆମେ ଏଥିରେ ମିଶାଇବା, ଯାହାଦ୍ୱାରା କି ଆମର ତାଡ଼ିଆ ପୁରାପୁରି ଖୁଆ ତାଡ଼ିଆ ପରି ଲାଗିବ। ଏଠି ଦେଖନ୍ତୁ ଆମେ କ'ଣ କରିବା ନା ଏଇ ଯେଉଁ ବ୍ରେଡ଼ର ଗୁଣ୍ଡ ନେଇଛେ ସେଥିରେ କ୍ଷୀର ନେବା। କ୍ଷୀର ନେଇକି ଚକଟିବା, ବିଲକୁଲ ପାଣି ଦେବାନି। କ୍ଷୀର ନେଇକି ବଢ଼ିଆ ଭାବରେ ନରମ କରିକି ଚକଟିବା। ଯଦି ପାରିବେ କ୍ଷୀରର ସର 2 ଚାମଚ ଦେଇଦେବେ। ଆଉ ସିକ୍ରେଟ୍ ଜିନିଷଟା ହେଲା 2ରୁ 3 ବଡ଼ ଚାମଚ କ୍ଷୀର ଗୁଣ୍ଡ। କ୍ଷୀର ଗୁଣ୍ଡ ଆଉ କ୍ଷୀର ସର ଏଇ ଦୁଇଟା ନିଶ୍ଚୟ ଦେବେ। ଏଇ ଦୁଇଟା ସାମଗ୍ରୀରେ ଆମର ତାଡ଼ିଆ ପୁରାପୁରି ଖୁଆ ପକା ତାଡ଼ିଆ ପରି ଲାଗିବ। ଛେନା କିମ୍ବା ଖୁଆ ମିଶିଲେ ଯେମିତି ସ୍ୱାଦ ଲାଗେ ସେମିତି ସ୍ୱାଦିଷ୍ଟ ଲାଗିବ ଆମର ତାଡ଼ିଆ। ଏଠି ଦେଖନ୍ତୁ ପୁରା ନରମ କରିକି ଆମେ ଚକଟି ଦେଇଛୁ। ଏଠି ଆମେ ଆଉ ବିଲକୁଲ ଅଧିକ ବି ଚକଟିବାକୁ ପଡ଼ିବନି ଏଇ ଡୋକୁ, ଯେହେତୁ ବ୍ରେଡ଼ ବହୁତ ଶୀଘ୍ର କ୍ଷୀରରେ ଚକଟି ହେଇଯିବ ଆଉ ତା ସହିତ ପୁରା ନରମ ହେଇକି ପ୍ରସ୍ତୁତ ହେଇଯିବ। ଏବେ ଆମେ କ'ଣ କରିବା ନା ଛୋଟ ଛୋଟ ଆକାରର ପ୍ରସ୍ତୁତ କରିବା ତାଡ଼ିଆ। ଆମେ ଛୋଟ ଛୋଟ ଗୁଳା ନେବା, ଟିକେ ହାତରେ ପ୍ରେସ୍ କରିକି ଚେପ୍ଟା କରିଦେବା। ତାପରେ ଆପଣମାନେ ଏମିତି ଗୋଟେ ପେନସିଲକୁ ଘିଅ ହେଉ କିମ୍ବା ତେଲରେ ଟିକେ ବୁଡ଼େଇକି ତାପରେ ଠିକ୍ ମଝିରେ ଗୋଟେ ଛିଦ୍ର କରିଦେବେ, ଯେମିତି ପୁରାପୁରି ତାଡ଼ିଆ ପରି। କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଆମେ ଏଠି ମିନି ତାଡ଼ିଆ ବା ଛୋଟ ଛୋଟ ତାଡ଼ିଆ ପ୍ରସ୍ତୁତ କରୁଛେ। ଆପଣମାନେ ଚାହିଁଲେ ଟିକେ ବଡ଼ ଆକାରରେ ମଧ୍ୟ ପ୍ରସ୍ତୁତ କରିପାରନ୍ତି। ଏବେ ଆମେ ତାଡ଼ିଆକୁ ଛାଣିବା ପାଇଁ ନେବା ତେଲ। ଆପଣମାନେ ଚାହିଁଲେ ଘିଅରେ ମଧ୍ୟ ଛାଣିପାରିବେ। ତେଲକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ହିଁ ଛାଣିବେ, ବିଲକୁଲ ଅଧିକ ଜାଳ ଦେବେନି, ନହେଲେ ତାଡ଼ିଆ ଉପରୁ ପୋଡ଼ିଯିବ ଆଉ ଭିତରୁ କଞ୍ଚା ଥିବ। ସେଥିପାଇଁ ଆମେ କ'ଣ କରିବା ନା ପ୍ରଥମେ ଜାଳକୁ ଟିକେ ମିଡ଼ିୟମ୍ ଫ୍ଲେମ୍ କରିଦେବା, ତାପରେ ପୁରା କମ୍ ଜାଳ କରିଦେବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଆମେ ଆରମ୍ଭରୁ ଶେଷ ଯାଏଁ ଏଇସବୁ ତାଡ଼ିଆକୁ ଛାଣିବା। ଦେଖିବେ ପ୍ରଥମେ ତାଡ଼ିଆ ପକାଇ ସାରିବା ପରେ ବିଲକୁଲ ପିଠା ଖଡ଼ିକା ଚଟୁ ଲଗାଇବେନି। ଧୀରେ ଧୀରେ ତାକୁ 1 ମିନିଟ୍ ପରେ କଡ଼େଇକୁ ଟିକେ ଧରିକି ଟିକେ ହଲେଇ ଦେବେ, ଯାହାଫଳରେ କି ସବୁ ତାଡ଼ିଆ ପୁରା ବଢ଼ିଆ ଭାବରେ ଛାଣି ହେଇଯିବ ଗୋଟେ ପଟ। ଆଉ କିଛି ସମୟ ପରେ ଧୀରେ ଧୀରେ ଗୋଟେ
छोट चामच हो किंबा छोट पिठा कढ़िका साहाय्य आपण मैंने एमती ओलट पालट करदे जिते बड़े देखिए बढ़िया पूरा पूरी बादामी रंग आसीज से पर्यंत भल भाव छाणिबे। एठी देखंतु आमर ताड़िया बढ़िया भाव छाणी हो जाइए रंग केते सुंदर आसी देखंतु एमिति पूरा गाढ़ा रंग आसवा पर्यंत आपण मैंने छाणिबे जहाँकि पूरा ताड़िया परी देखा बहुत सुंदर रंग आसी। आउ आमे जो सीरा को प्रस्तुत करके रखी गरम गरम सीरा को घोड़े की रखी एठी देखंतु सीरा गरम थिबो माने हल्का गरम थिबो नख उषुम सीरा सहित आमे गरम गरम ताड़िया को एठी दे देकी ताको घोड़े की रखीदबा पुणी आउ गोटे ब्याज छाणीदबा पुणी से रखिकी एमिति आपण माने 4-5 घंटा पाई छाड़ीदेवे नचेत राति बनईकि सकाळ को देखिए बढ़िया भाव में फुली जाइथिबो सबु ताड़िया आकार रे टिके बड़ हो जाइथिबो आउ पूरा रस भरा पूरा नरम पाटी रे पकेले पूरा पूरी मिलई जीवो। एठी देखंतु आमर प्रस्तुत हो जाइए ताड़िया ब्रेड रे एमिति थरे ताड़िया प्रस्तुत करंतु खांतु समस्त को खुआंतु देखिए समस्त को बहुत बढ़िया लगिवो केही भी जानि परिबेनी ब्रेड रे तैयारी हेची निश्चय आपण माने थरे प्रस्तुत करंतु खांतु। आउ आजिर प्रस्तुति आपण मानकु केमिति लागिला विनम्रतार सहित अनुरोध निश्चय जणैबे भल लागिथिले लाइक शेयर सब्सक्राइब करिबा सहित हाइप मध्य करिदेबे आ सहित बेल आइकन को प्रेस करिदेबे। तेबे आजि पई एतिकी पुणी देखा हेबा आउ गोटे चलचित्र रे आउ गोटे व्यंजन सहित। जय जय जगन्नाथ।